ମୋତେ ଜଣେ ଭାଇ ଭିଡ଼ିଓଟା ସେୟାର କରିଥିଲେ କିଛି ଚ୍ୟାନେଲରୁ ଆସିଥିଲା ମଧ୍ୟ ଭାବିଲେ କି କିଛି କହିବି ସେଇ ଲୋକମାନଙ୍କ ପାଇଁ ଯେଉଁ ଲୋକମାନଙ୍କୁ ପ୍ରକୃତରେ ନିର୍ମମ ଭାବେ ଅତ୍ୟାଚାର କରାଯାଉଛି। ଆମ ଓଡ଼ିଶାରେ ରହି ଏମିତି ହେଉଛି। ମୁଁ ଆଉ ଗୋଟେ ଭିଡ଼ିଓ ମଧ୍ୟ କରିଥିଲି। ସବୁବେଳେ ଧର୍ମର ଏଗେନ୍ଷ୍ଟରେ ଲୋକମାନଙ୍କୁ କହିଦିଆଯାଉଛି ଆଉ ଏଟା ଚାଲିଥିବ। ମୁଁ ବହୁତ ଭାବୁଛି କି ଏ ବିଷୟଟା ବୋଧେ ସନାତନ ମୁଭିରୁ ହିଁ ଲୋକମାନେ ଜାଗ୍ରତ ହେଇଗଲେଣି। ଆଉ ଭାଇ ଆମର କ'ଣ କହୁଛନ୍ତି ଟିକେ ଦେଖିବା ଟିକେ। ଦେବସେନା ଆଜି ଆସିକି ଏଇ ଜାଗାରେ ପହଞ୍ଚିଛି। ଏଇମାନେ ସବୁ ଧର୍ମାନ୍ତରୀକରଣ କରୁଛନ୍ତି। ଆମେ ଦିନରେ 24 ଘଣ୍ଟା ଆମ ରକ୍ତକୁ ପାଣି କରିକି ଉପାସ ଭୋକରେ ଆମେ ଆଜି ଧର୍ମକୁ ଲଢ଼େଇ କରିବା ପାଇଁ ଧର୍ମ ପଛରେ ରହିଥିବା ବେଳେ ଏମାନେ କୁଚକ୍ରି ଆସିକି ଆମ ସମାଜକୁ ନଷ୍ଟ କରୁଛନ୍ତି। ଆପଣମାନଙ୍କ ଏରିଆରେ ଯଦି ଏଇଭଳିଆ କିଛି କୌଣସି ଜାଗାରେ ଘଟଣା ଦେଖୁଛନ୍ତି, ତୁରନ୍ତ ଆଜ୍ଞା ଆମକୁ ଟିକେ ଖବର ଦେବେ। ଆମେ ନିଶ୍ଚିତ ଭାବେ ଆପଣଙ୍କ ପାଖରେ ନିହାତି ପହଞ୍ଚିବୁ। ଦେଖନ୍ତୁ, ଆମ ସମାଜକୁ ଯଦି ଆଜିକା ଦିନରେ ଆମେ ସମାଜକୁ ନ ଦେଖିବା, କାଲି ଆମ ପିଢ଼ି, ଆମ ପୂର୍ବ ପିଢ଼ି ପୁରା ନଷ୍ଟ ହେଇଯିବ। ଆପଣମାନେ ଦେଖନ୍ତୁ ଏଇଠି ବାଂଲାଦେଶ କି ଘଟଣା ଘଟିଗଲା। ତେଣୁ ଆପଣମାନଙ୍କୁ ମୁଁ ନେହୁରା ହେଉଛି, ଏଇଭଳିଆ ଯଦି କୁଚକ୍ରି ଆସନ୍ତି ତାଙ୍କୁ ଧରିବେ ଆଉ ଆମମାନଙ୍କୁ ଟିକିଏ ଖାଲି ଖବର ଦେବେ। Christmas is Christ. Hallelujah. A Savior is born. So from all of us to all of you, Merry Christmas. এই ବିଷୟରେ ଇସ୍କନ ବାବା ପ୍रणेश्वर दास कृष्ण କ'ଣ କହୁଛନ୍ତି ଟିକେ ଦେଖିବା। ଧର୍ମସ୍ୟ ସବୁ ଧର୍ମ କଣ ପାଇଁ ପାଳନ କରାଯାଏ ନା ସଂସିଦ୍ଧିର ଅଧିତୋଷଣମ୍, ହରିଙ୍କର ତୋଷଣ ପାଇଁ, ଭଗବାନଙ୍କୁ ଭଲ ପାଇବା ପାଇଁ। ତ ସବୁ ଧର୍ମ ଆମକୁ କଣ ଶିଖଉଛି? ଭଗବାନଙ୍କୁ ଭଲ ପାଅ ଆଉ ସବୁ ଜୀବଙ୍କୁ ଭଲ ପାଅ। यही नहीं, अभी और सुनिए। ଯେଉଁଠି ଲେଖା ହୋଇଛି ମେରି କ୍ରିସମାସ, କାରଣ ଏଠି ନିରୀହ ଆଦିବାସୀ ଲୋକଙ୍କର ଧର୍ମ ପରିବର୍ତ୍ତନ କରାଯାଉଥିଲା। ନିରୀହ ଆଦିବାସୀ ଲୋକଙ୍କର ଧର୍ମ ପରିବର୍ତ୍ତନ ବେଳେ ଗ୍ରାମବାସୀ ଆଉ ଦେବସେନା ପହଞ୍ଚି ଗଛରେ ବାନ୍ଧି ସେମାନଙ୍କୁ ଉତ୍ତମ ମଧ୍ୟମ ଦେଇଛନ୍ତି। ଆଉ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି, ଯାହାକୁ ନେଇ ଗ୍ରାମବାସୀ ମାନେ କରିଥିଲେ ତୀବ୍ର ବିରୋଧ। ଗୋବିନ୍ଦ ସିଂର ଘରେ ମାଂସ ଭାତ ଖାଇବାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। କେତେ ଟଙ୍କା ଦେବେ କହିଲେ? ନା ତୁମକୁ ଯେଉଁ ଧର୍ମ ଚେଞ୍ଜ କରିବା ପାଇଁ କହିଲେ, ଧର୍ମାନ୍ତରୀକରଣ କରିବେ, ତା ବାବଦ କିସ ଦେବେ କହିଲେ? ଟଙ୍କା ନା ଆଉ କ'ଣ? ଆଉ ତୁମ ବାପା ମାଆକୁ କହିଛନ୍ତି ଟଙ୍କା ଦେବେ ବୋଲି? ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କ'ଣ କହୁଛନ୍ତି ଟିକେ ଦେଖିବା। मैं इस अवसर पर सीबीसीआई और उससे जुड़े सभी लोगों को बहुत बहुत बधाई देता हूं। साथियों, पिछली बार आप सभी के साथ मुझे प्रधानमंत्री निवास पर क्रिसमस मनाने का अवसर मिला था। अब आज हम सभी सीबीसीआई के परिसर में इकट्ठा हुए हैं। ये मेरा सौभाग्य है कि मुझे आप सबसे इतना अपनापन मिला है। ମହାକାଶକାରୀ ଆମର ଇଣ୍ଟରନ୍ୟାସନାଲ୍ ସ୍ପେସ୍ ଷ୍ଟେସନ୍ ମଧ୍ୟ ଆମ ପୃଥିବୀ ବାହାରେ ମଧ୍ୟ ସେମାନେ ଖ୍ରୀଷ୍ଟମାସ ପାଳନ କରୁଛନ୍ତି। ତାହେଲେ ସେମାନଙ୍କୁ କାହିଁକି ଜେଲ୍ରେ ଦିଆଯାଉନି? ସେମାନଙ୍କ ଉପରେ କାହିଁକି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି? ଆମ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଖ୍ରୀଷ୍ଟମାସ ପାଳନ କଲେ। ମୋର ଏଠି ପ୍ରଶ୍ନ, ଆମ ଦେଶର ପ୍ରଧାନମନ୍ତ୍ରୀକୁ ଶ୍ରୀ ନରେନ୍ଦ୍ର ମୋଦିକୁ କାହିଁକି ଲୋକମାନେ ବାଡ଼େଇଲେନି ଆଉ କାହିଁକି ତାଙ୍କୁ ଗାଳି କଲେନି? କାହିଁକି ତାହେଲେ ସେଇ ଦୁଇଟି ସ୍ତ୍ରୀ ଲୋକମାନଙ୍କୁ ନିଶ୍ଚୁକ ମାଡ଼ ମାରି ବାନ୍ଧିଲେ? ତାହେଲେ ଆପଣମାନେ ଚାହୁଁନାହାନ୍ତି ଆମ ପ୍ରଧାନମନ୍ତ୍ରୀକି ବାନ୍ଧିକି ବାଡ଼େଇବେ? ତାଙ୍କୁ ବାଡ଼ନ୍ତୁ ତାହେଲେ, ସେ ବି ତ ଦେଶର ନାଗରିକ। ସେଠି ଯାଇକି ପହଞ୍ଚନ୍ତୁ, ସିଏ ମଧ୍ୟ ପାଳନ କଲେ।
ଏଇସବୁ ଧର୍ମର ବହି ଗୁଡ଼ା ବାହାରିଛି, ମୁଭି ଗୁଡ଼ା ବାହାରୁଛି, ଏଇ ଧର୍ମର ବହି ଗୁଡ଼ା ମୁଭି ଗୁଡ଼ା ବାହାରି ଲୋକମାନଙ୍କ ମୁଣ୍ଡକୁ ଖରାପ କରିସାରିଲାଣି। ସତରେ ମୁଁ ତ କହିବି ଓଡ଼ିଶା ସରକାରଙ୍କୁ ଏଇଭଳି ସନାତନ ମୁଭିକି ବନ୍ଦ କରାଯାଉ, ଯାହାକି ମଣିଷକୁ ଉତ୍ତେଜିତ କରିସାରିଲାଣି। ଆଉ ଏହା ଦେଖି ଖ୍ରୀଷ୍ଟିଆନମାନଙ୍କ ଉପରେ ବହୁତ ତାଡ଼ନା, ବହୁତ ଖରାପ ବ୍ୟବହାର ମଧ୍ୟ କରାଯାଉଛି, ମାରାଯାଉଛି। ସେମାନେ କୌଣସି କିଛି କରିପାରିବେନି, ସେମାନେ ଦେଶର ନାଗରିକ ଭାବେ ସେମାନେ ନାଗରିକ ନୁହନ୍ତି ବୋଲି ସେମାନଙ୍କୁ ଜଣାଇ ଦିଆଯାଉଛି। ଏଇଟା କିନ୍ତୁ ଉଚିତ ନୁହେଁ, ଏଇଟା ଅନ୍ୟାୟ। ତୁରନ୍ତ ଓଡ଼ିଶା ସରକାରଙ୍କୁ ମୋ ନିବେଦନ ଅଛି, ଏହା ଉପରେ ନିଶ୍ଚୟ କିଛି ନା କିଛି ପଦକ୍ଷେପ ନିଅନ୍ତୁ, କୌଣସି ନା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଏତିକି ମୋ ଉତ୍କଳ ମାଟି ଓଡ଼ିଶାବାସୀ କୁ ନିବେଦନ। ଆଉ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ମଧ୍ୟ ମୋର ଆନ୍ତରିକ ଭାବେ ନିବେଦନ ରହୁଛି, ପ୍ଲିଜ୍ ଦୟା କରନ୍ତୁ, ଏହିସବୁ ବିଷୟକୁ ବନ୍ଦ କରନ୍ତୁ, କିଛି ନା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।